ନିମାପଡ଼ା ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। 2024 ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀ ଗୋଟେ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଥିଲା ଏବଂ ଏହି ନିର୍ବାଚନ ମଣ୍ଡଳୀ ଫୋକସ୍ରେ ରହିଥିଲା। ବିଶେଷ କରି ଯଦି କହିବା ଏହି ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି, ବିଜେପି, କଂଗ୍ରେସ ଉଭୟ ତିନି ପ୍ରମୁଖ ଦଳ ଏହି ଆସନ ଦଖଲ କରିବା ପାଇଁ ସେତେବେଳେ ଉଦ୍ୟମ ଜାରି ରଖିଥିଲେ। କିନ୍ତୁ ସେ ସମୟରେ ହଟଚମଟ ସୃଷ୍ଟି କରିଥିଲେ ପୂର୍ବତନ ମନ୍ତ୍ରୀ ଯଦି କହିବା ବିଜେଡ଼ିର ପ୍ରମୁଖ ବରିଷ୍ଠ ନେତା ସମୀର ରଞ୍ଜନ ଦାସ। ସେତେବେଳେ ସେ ଗୋଟେ କଥା କହିଥିଲେ, ସମୀର ନାହିଁ ତ ଶଙ୍କର ନାହିଁ। କାରଣ ସମୀରକୁ ବିଜେଡ଼ି ଟିକେଟ୍ ଦେଇନଥିଲା। ତାର ପ୍ରତିବାଦରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ବିଜେଡ଼ି ସମର୍ଥକମାନେ ଦଳ ଛାଡ଼ିଥିଲେ, ବିଜେପିରେ ମିଶିଥିଲେ। ଏପରିକି ବିଜେଡ଼ିର ଯେଉଁମାନେ ଜନପ୍ରତିନିଧି ଥିଲେ, ଜିଲ୍ଲା ପରିଷଦ କଥା କୁହନ୍ତୁ, ଯେଉଁମାନେ ଦଳୀୟ ଟିକେଟ୍ ମାନେ ବିଜୟ ଲାଭ କରିଥିଲେ ନିମାପଡ଼ା ଏବଂ ଗୋପ ନିର୍ବାଚନ ଗୋପ ବ୍ଲକରେ, ସେମାନେ ମଧ୍ୟ ଦଳ ଛାଡ଼ିଥିଲେ ଏବଂ ସରପଞ୍ଚ ନୋମିନି ଏପରିକି ବ୍ଲକ ଅଧ୍ୟକ୍ଷ ସମେତ ଅନେକ ଲୋକ ଦଳ ଛାଡ଼ିଥିଲେ। ସେହି ସମୟରେ ରାଜ୍ୟ ରାଜନୀତି ଗୋଟେ ହଟଚମଟ ସୃଷ୍ଟି ହୋଇଥିଲା ଏବଂ ନିମାପଡ଼ା ନିର୍ବାଚନ ମଣ୍ଡଳୀକୁ ନେଇ ଗୋଟେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ଏବଂ ସେହି ସମୟରେ ଯେ ବିଜେପିରୁ ନିର୍ବାଚନ ଲଢ଼ୁଥିଲେ ପ୍ରଭାତୀ ପଡ଼ା, ସେ ଏବେ ମଧ୍ୟ ସମୀର ଦାସଙ୍କ ସେତେବେଳେ ସମର୍ଥନରେ ମଧ୍ୟ ଗୋଟେ କଥା କୁହାଯାଉଥିଲା, ସେ ନିର୍ବାଚନ ଜିତିଥିଲେ। କିନ୍ତୁ ଏବେ ଯେଉଁ ଘଟଣା ଘଟୁଛି, ଆପଣ ଦେଖିବେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଜେପି ଭିତରେ ଯେତିକି କନ୍ଦଳ ନାହିଁ, ବିଜେପି ଭିତରେ ସେତିକି କନ୍ଦଳ ଗୋଟେ ବାରମ୍ବାର ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ସମୟରେ ମଧ୍ୟ ଏଇଟା ସର୍ବସାଧାରଣରେ ଆଲୋଚନା ହେଉଛି ଏବଂ ଯଦି କହିବା ସୋସିଆଲ ମିଡ଼ିଆରେ ହେଉଛି ଏବଂ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଉଛି। ଆପଣ ଦେଖନ୍ତୁ, ଯଦି କହିବା ପ୍ରଭାତୀ ପଡ଼ା ଏବେ ଡେପୁଟି ସିଏମ୍ ରହିଛନ୍ତି, ରାଜ୍ୟର ଜଣେ ପ୍ରମୁଖ ନେତ୍ରୀ ଭାବେ ମଧ୍ୟ ସେ ଗଣା ହେଉଛନ୍ତି। କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀରେ ଯିଏ ତାଙ୍କୁ ସହଯୋଗ କରୁଥିଲେ ସମୀର ରଞ୍ଜନ ଦାସ ଏବଂ ତାଙ୍କର ଗୋଟେ ମତାନ୍ତର ମନାନ୍ତର ରହିଥିବା କଥା ମଧ୍ୟ ସାମ୍ନାକୁ ଆସୁଛି, ଯାହା ପାଇଁ ବର୍ତ୍ତମାନ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ଭିତରେ ଅନ୍ତର୍କନ୍ଦଳ ବର୍ତ୍ତମାନ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆପଣ ଦେଖନ୍ତୁ, ଗତ କିଛି ଦିନ ତଳେ ଯଦି କହିବା ସମୀର ରଞ୍ଜନ ଦାସ ନିଜ ସମର୍ଥକଙ୍କୁ ନେଇ ବିଭିନ୍ନ ପଞ୍ଚାୟତରେ କର୍ମୀ ସମ୍ମିଳନୀ କରୁଛନ୍ତି। ଯଦିଓ ସେ ବିଜେପି ର ଗୁଣଗାନ କଥା କୁହାଯାଉଛି, କିନ୍ତୁ ସମୀର ନିଜ ସମର୍ଥକଙ୍କୁ ଧରି ବର୍ତ୍ତମାନ ତାଙ୍କର ମଧ୍ୟ ଗୋଟେ ଗଡ଼ ସୃଷ୍ଟି ମଧ୍ୟ କରୁଛନ୍ତି। କାରଣ ପୂର୍ବରୁ ଯଦି କହିବେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ସମୀର ଦାସଙ୍କର କେତେ ଦବଦବା ରହିଥିଲା ତାହା ସମସ୍ତେ ଜାଣନ୍ତି। କାରଣ ସମୀର ନାହିଁ ଶଙ୍କ ଯଦି ନାହିଁ ଶଙ୍କ ନାହିଁ ଯେଉଁ କଥା କୁହାଯାଉଥିଲା, ତାହା ମଧ୍ୟ ପ୍ରମାଣିତ କରିଥିଲେ ସମୀର ରଞ୍ଜନ ଦାସ। କାରଣ ଯେତେବେଳେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ନେତାମାନେ, ବିଜେଡ଼ିର ବରିଷ୍ଠ ନେତାମାନେ, ପ୍ରମୁଖ ନେତାମାନେ, ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀପ ନାୟକ ପାଇଁ, ଯେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ଥିଲେ, ତାଙ୍କ ପାଇଁ ମଧ୍ୟ ଯାଇକି ପ୍ରଚାର କରିଥିଲେ। କିନ୍ତୁ ସେଠି ମଧ୍ୟ ଭୋଟରମାନେ ମଧ୍ୟ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲେ, ବିଜେପିକୁ ସମର୍ଥନ ଦେଇଥିଲେ ଏବଂ ଯେଉଁ କଥା କୁହାଯାଉଥିଲା, ଯେଉଁ ସମୟରେ ସମୀର ଚାହୁଁଛନ୍ତି ପଦ୍ମ ନିମାପଡ଼ାରେ ଫୁଟିବା ପାଇଁ, ସେ ସମୟରେ ପଦ୍ମ ଫୁଟୁଛି, ଏ କଥା ମଧ୍ୟ ସତ୍ୟ ପ୍ରମାଣିତ ହୋଇଥିଲା। କିନ୍ତୁ ଏବେ ଯେଉଁ କଥା ସାମ୍ନାକୁ ଆସୁଛି, ଯେତେବେଳେ ସମୀର ରଞ୍ଜନ ଦାସ ଏବଂ ପ୍ରଭାତୀ ପଡ଼ାଙ୍କର ଯେଉଁ ରହିଛନ୍ତି ସମର୍ଥକମାନେ, ସେମାନେ ବିଭିନ୍ନ ପୃଥକ ପୃଥକ ଭାବରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରୁଛନ୍ତି, ସେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଯାହାଦ୍ୱାରା ଏଇ କଥା ଗୋଟେ ମଧ୍ୟ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି ଏବଂ ଆଗାମୀ ଯେଉଁ ନିର୍ବାଚନ ରହିଛି ପଞ୍ଚାୟତ ନିର୍ବାଚନ, ଏହା ଦ୍ୱାରା ଗୋଟେ ଫରକ ପଡ଼ିବା କଥା ମଧ୍ୟ କୁହାଯାଉଛି। ଆପଣ ଦେଖନ୍ତୁ, ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡ଼ିଲେଣି ସମୀର ରଞ୍ଜନ ଦାସ। ସମୀର ରଞ୍ଜନ ଦାସ ଗୋଟେ ପ୍ରକାର ନିଜ ସମର୍ଥକମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ମଧ୍ୟ ବୈଠକ କରୁଛନ୍ତି ଏବଂ କିଭଳି ଦୁଇଟି ଯାକ ବ୍ଲକ, ନିମାପଡ଼ା କଥା କୁହନ୍ତୁ, ଗୋପ କଥା କୁହନ୍ତୁ, ତାକୁ ଦଖଲ କରିବା ପାଇଁ ମଧ୍ୟ ଗୋଟେ ପ୍ରକାର ପ୍ରୟାସ ଆରମ୍ଭ କରିବା କଥା କହୁଛନ୍ତି। କିନ୍ତୁ ଗୋଟିଏ କଥା ସେଠି ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ହେଉଛି ଯେ ସମୀର ରଞ୍ଜନ ଦାସ ସେଠି ବିଜେପି ପାଇଁ କିଭଳି ବିଜେଡ଼ି ଗଡ଼ ସେଠି ସୁଦୃଢ଼ ହେବ, ସେଥିପାଇଁ ମଧ୍ୟ କାମ କରୁଥିବା କଥା ସେ ନିଜେ ମଧ୍ୟ କହୁଛନ୍ତି। କିନ୍ତୁ ଅନ୍ୟ ଗୋଟେ କଥା ମଧ୍ୟ ସାମ୍ନାକୁ ଆସୁଛି ଯେ ଯେଉଁ ମାନେ ପ୍ରଭାତୀ ପଡ଼ାଙ୍କୁ ସମର୍ଥନ କରିଥିଲେ, ତାଙ୍କ ପ୍ରବର୍ତ୍ତନରେ ତାଙ୍କ ବିଭିନ୍ନ ସ୍ତରରେ ବିଭିନ୍ନ ପୋଲିସ ମାଧ୍ୟମରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହାକୁ ଖୋଲାଖୋଲି ଭାବେ ଯେତେବେଳେ ସମୀର ରଞ୍ଜନ ଦାସ କହୁଛନ୍ତି ଏବଂ ତାଙ୍କର ଯେଉଁ ସମର୍ଥକମାନଙ୍କ ଉପରେ ଆକ୍ରୋଶମୂଳକ ଭାବରେ ପଦକ୍ଷେପ ନେବା କଥା କୁହାଯାଉଛି, ମିଛ ମାମଲା ରୁଜୁ କରିବା କଥା କୁହାଯାଉଛି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ନିମାପଡ଼ାରେ ବିଜେପି ଭିତରେ ଅନ୍ତର କନ୍ଦଳ ଏବେ ଲାଗି ରହିଛି ଏବଂ ଏହି କନ୍ଦଳ ଧୀରେ ଧୀରେ ବଢ଼ିବାରେ ଲାଗିଛି।
ଆପଣ ଦେଖନ୍ତୁ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଯେତେବେଳେ ରାଜ୍ୟରେ ଗୋଟେ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଏବଂ ପ୍ରଭାତୀ ପଡ଼େ ଯେତେବେଳେ ସେଠି ଉପମୁଖ୍ୟମନ୍ତ୍ରୀ ଅଛନ୍ତି, ଯଦି କହିବା ପ୍ରଥମ ଥର ଭାବରେ ରାଜ୍ୟରେ ଜଣେ ଉପମୁଖ୍ୟମନ୍ତ୍ରୀ ପୁଣି ନିମାପଡ଼ାରେ ପ୍ରଥମ ଥର ବିଧାୟିକା ହେଇକି ଏତେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି, କିନ୍ତୁ ସେଠି ତାଙ୍କୁ ଯେଉଁମାନେ ସମର୍ଥନ କରି ବିଜୟ ଲାଭ କରିଥିଲେ ସେମାନେ ତାଙ୍କୁ ବର୍ତ୍ତମାନ ଖୋଲାଖୋଲି ବିରୋଧ କରିବା ଆରମ୍ଭ କଲେଣି। ଯଦିଓ ଦଳୀୟ ଅନ୍ତର କନ୍ଦଳ ଭିତରେ ଏକଥା ରହୁଛି, ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଉଛି ଏବଂ ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ପ୍ରକାଶ ପାଉଛି, କିନ୍ତୁ ଏ ଅନ୍ତର୍କନ୍ଦଳକୁ ସମାଧାନ ଦିଗରେ ଦଳ ସେଭଳି କୌଣସି ପଦକ୍ଷେପ ନେଉନି। ଦେଖନ୍ତୁ ଆଗାମୀ ନିର୍ବାଚନ ଯଦି କହିବା ଉପନିର୍ବାଚନ ରହୁଛି, ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଲାଣି ଏବଂ ବିଜେପି ତାର ଯଦିଓ ପ୍ରାର୍ଥୀ ଘୋଷଣା କରିନି, ସେଠି ମଧ୍ୟ ବିଜେପି ତାର ପ୍ରାର୍ଥୀ ଘୋଷଣା କରିବ। ଅନେକ ମଧ୍ୟ ଆଶାୟୀ ଅଛନ୍ତି ସେ ମନମୋହନ ସାମଲ ହେଇପାରନ୍ତି କିମ୍ବା ବସନ୍ତ ପଣ୍ଡାଙ୍କ ପୁଅ ଯେତେବେଳେ ପୂର୍ବରୁ ମଧ୍ୟ ଟିକେଟ୍ ନିର୍ବାଚନ ଲଢ଼ି ସିଏ ହେଇପାରନ୍ତି କି ଅନ୍ୟ କେହି ହେଇପାରନ୍ତି, କିନ୍ତୁ ଏଇ ଯେଉଁଭଳି ଭାବରେ ଅନ୍ତର୍କନ୍ଦଳ ନିମାପଡ଼ା ରାଜ୍ୟରେ ଦେଖିବାକୁ ମିଳୁଛି, ଯେହେତୁ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଏବଂ ପୂର୍ବତନ ମନ୍ତ୍ରୀ ରହିଛନ୍ତି ସମୀର ରଞ୍ଜନ ଦାସ, ଏଇ ଯେଉଁ ଘଟଣା ଅନ୍ତର୍କନ୍ଦଳ ଘଟୁଛି ତା ନିଶ୍ଚିତ ରୂପେ ଆଗାମୀ ଯେଉଁ ନୂଆପଡ଼ା ନିର୍ବାଚନ ରହିଛି ତା ଉପରେ ମଧ୍ୟ ଗୋଟେ ପ୍ରକାର ଫରକ ପକାଇବାର ମଧ୍ୟ ଆଶା କରାଯାଉଛି। ଏବଂ ଆପଣ ଯଦି ଦେଖିବେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଯେତେବେଳେ ଆଗାମୀ ପଞ୍ଚାୟତ ନିର୍ବାଚନ ହେବ ଏବଂ ଗୋପରେ ଯେତେବେଳେ ପଞ୍ଚାୟତ ନିର୍ବାଚନ ହେବ, ନିଶ୍ଚିତ ରୂପେ ଏଇ ଯେଉଁ ବିଜେପିର ଯେଉଁ ଅନ୍ତର୍କନ୍ଦଳ ଏହାର ଫାଇଦା ବିରୋଧୀ ଦଳ ନେବେ ଏବଂ ଏହା ଫାଇଦାରେ ବିଜେପି ଏଠି ଗୋଟେ ପ୍ରକାର ମଧ୍ୟ ହତାଶ ହେବାର କଥା ମଧ୍ୟ ଆଶା କରାଯାଉଛି। କିନ୍ତୁ ଗୋଟେ କଥା ମଧ୍ୟ ସାମ୍ନାକୁ ଆସୁଛି, ବିଜେପି ଭିତରେ ବର୍ତ୍ତମାନ ଯେଉଁ କଥା କୁହାଯାଉଛି ସମୀର ରଞ୍ଜନ ଦାସ ପ୍ରଭାତୀ ପଡ଼ାଙ୍କ ଭିତରେ ଯେଉଁ ଅନ୍ତର୍କନ୍ଦଳ ରହିଛି, ଏ ଅନ୍ତର୍କନ୍ଦଳ ସମାଧାନ ଦିଗରେ ନା ଜିଲ୍ଲା ପ୍ରଶାସନର ଯେଉଁ ଜିଲ୍ଲାର ଯେଉଁ ବିଜେପିର ଯେଉଁ ନେତୃତ୍ୱମାନେ ରହିଛନ୍ତି ତାକୁ ମଧ୍ୟ ସମାଧାନ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି କିମ୍ବା ରାଜ୍ୟର ଯେଉଁ ନେତୃତ୍ୱମାନେ ରହିଛନ୍ତି ତାକୁ ମଧ୍ୟ ସମାଧାନ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି, ଯାହା ପାଇଁ ଆଗାମୀ ଦିନରେ ନିଶ୍ଚିତ ରୂପେ ଇଏ ଗୋଟେ ବୁମେରାଙ୍ଗ ସାଜିବ। ବିଜେପି ଯେଉଁଭଳି ଭାବରେ ନିମାପଡ଼ାରେ ବିଜୟ ଲାଭ କରିଥିଲା, ବିଜେପି ମଧ୍ୟ ବ୍ୟାକଫୁଟକୁ ଯାଇପାରେ ବୋଲି ମଧ୍ୟ ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି। ନିଶ୍ଚିତ ରୂପେ ଯଦି କହିବା ଯେଉଁ ନିମାପଡ଼ାରେ ଯେଉଁ ବିଜେପିର ଯେଉଁ ଅନ୍ତର୍କନ୍ଦଳ ରହିଛି, ଏଇ ଅନ୍ତର୍କନ୍ଦଳର କେତେ ଦୂର ଫାଇଦା ବିଜେଡ଼ି ନେଉଛି କି କଂଗ୍ରେସ ନେଉଛି ତା ତ ପରବର୍ତ୍ତୀ ସମୟରେ ଜଣାପଡ଼ିବ, କିନ୍ତୁ ନିମାପଡ଼ାରେ ବିଜେପିର ଅନ୍ତର୍କନ୍ଦଳ ନିଶ୍ଚିତ ରୂପେ ଗୋଟେ ଆଗାମୀ ନିର୍ବାଚନରେ ବିଜେପିକୁ ବ୍ୟାକଫୁଟକୁ ନେବ, ଏଥିରେ ଏଇ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବେ। ତେଣୁ ନିଶ୍ଚିତ ରୂପେ ଆପଣ ଆମ ସହିତ ଯୋଡ଼ି ହୋଇକି ରହିଥାନ୍ତୁ। ଏଇଭଳି ଅନେକ ଖବର ନେଇ ଆମେ ଆପଣଙ୍କ ସହିତ ଯୋଡ଼ି ହୋଇକି ରହିବୁ। ରୁରାଲ ନ୍ୟୁଜ୍ ସହିତ ଯୋଡ଼ିକି ରହିଥାନ୍ତୁ। ଆମକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ଆପଣଙ୍କ ମତାମତ ମଧ୍ୟ ଦିଅନ୍ତୁ। ରହିଲୁ, ନମସ୍କାର। ଆକ୍ରୋଶମୂଳକ ଭାବରେ ବର୍ତ୍ତମାନ ଯେଉଁପରି ଭାବରେ କାର୍ଯ୍ୟକ୍ରମ ବିଭିନ୍ନ ବାଟରେ ଆକ୍ରୋଶମୂଳକ ଭାବରେ ଥାନାକୁ ବ୍ୟବହାର କରି, ବ୍ଲକ ଅଫିସକୁ ବ୍ୟବହାର କରି, ବିଭିନ୍ନ ଅଫିସକୁ ବ୍ୟବହାର କରି ଯେଉଁମାନେ ଗତ ନିର୍ବାଚନରେ ପ୍ରଭାତୀ ପରିଡ଼ାଙ୍କୁ ଜିତେଇବାରେ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଆଜିର ଦିନରେ ସେମାନେ ଯେହେତୁ ସମୀର ଦାସ ନେତୃତ୍ୱରେ ରହୁଛନ୍ତି, ତେଣୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଆକ୍ରୋଶମୂଳକ ମନୋଭାବ ବର୍ତ୍ତମାନ ବିଭିନ୍ନ ଜାଗାରେ ଦେଖାଯାଉଛି, ତାକୁ ଦୃଢ଼ ନିନ୍ଦା କରାଯାଇଥିଲା। କିପରି ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳକୁ କିପରି ସୁସଂଗଠିତ କରାଯିବ, ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଯେଉଁପରି ଭାବରେ ସଫଳତା ଦେଉଛି ସେ ସମ୍ପର୍କରେ କାର୍ଯ୍ୟକ୍ରମ ହେବ। କିନ୍ତୁ ମୁଁ ସେ କଥା ଭାରତୀୟ ଜନତା ପାର୍ଟିକୁ କିପରି ଅଭିବୃଦ୍ଧି କରାହେବ ମୁଁ ସେ କଥା ନିଶ୍ଚିତ ଭାବରେ କହୁଛି ଏବଂ ବିସିଏମ୍ ଯାହାଙ୍କୁ ଆମେ କରେଇବାରେ ଯାହାଙ୍କର ଯେଉଁ ଅବଦାନ ଥିଲା ଯେଉଁମାନଙ୍କର, ସେମାନଙ୍କ ପ୍ରତି ଯେଉଁ ଆକ୍ରୋଶମୂଳକ ମନୋଭାବ ନିଆଯାଉଛି ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଭାବରେ ବିଭିନ୍ନ ଅଫିସ ମାଧ୍ୟମରେ, ତାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଆଗାମୀ ସାଧାରଣ ନିର୍ବାଚନ ବହୁ ସମୟ ଅଛି, ନିର୍ବାଚନ କଥା ଏତିକି ବର୍ତ୍ତମାନ କିଛି ନାହିଁ। ଏବେ ଆମେ ସଂଗଠନକୁ ପ୍ରସ୍ତୁତ କରୁଛୁ, ଭାରତୀୟ ଜନତା ପାର୍ଟିକୁ କିପରି ଭାବରେ ନିର୍ବାଚିତ କରାଇବୁ, ପଞ୍ଚାୟତ ସମିତି ଭାରତୀୟ ଜନତା ପାର୍ଟିର କିପରି ଭାବରେ ହେବ ଆମ ନେତୃତ୍ୱରେ, ସେଇଥିପାଇଁ ଆମେ କାର୍ଯ୍ୟକ୍ରମ ନେଇଛୁ। ଖାଲି ଏଇ ପଞ୍ଚାୟତ ନୁହେଁ, ସମସ୍ତ ପଞ୍ଚାୟତରେ ଏ କାର୍ଯ୍ୟକ୍ରମ ଚାଲିଛି।